ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ, ଲାଲ ବର୍ଡର ଶାଢ଼ୀ ପିନ୍ଧିବ ନାହିଁ, କିନ୍ତୁ କାହିଁକି? ଜଣେ କହିଲେ, ଆଜିକାଲି ତ ଏତେ ଭଣ୍ଡ ସାଧୁ ଧରା ପଡ଼ୁଛନ୍ତି, ସାଧାରଣ ମନୁଷ୍ୟମାନେ କାହାକୁ ବିଶ୍ୱାସ କରିପାରୁନାହାନ୍ତି। କିପରି ଜାଣିବେ କିଏ ଭଣ୍ଡ ଆଉ କିଏ ଭଲ? ବର୍ଷା ହେବାର କୌଣସି ସମ୍ଭାବନା ନଥାଇ ବି ବର୍ଷା ହେବ ବୋଲି ଶିଶୁଟି କିପରି ଜାଣିଲା? ଆସନ୍ତୁ ଜାଣିବା। ବନ୍ଦେ ଲୋକତିଳକଂ ସାତତ ବାର୍ତ୍ତା ବିଭୂଷଣଂ ଅମର କୃତିସ୍ମରଣଂ ପ୍ରବୁଦ୍ଧଂ ଲୋକ ଜୀବନଂ ପ୍ରଣୟ ପ୍ରମତ ଜାଗ ଦୀପନଂ ବନ୍ଦେ ଜୀବନ ଜୀବନଂ ସତ୍ପୁରୁଷୋତ୍ତମ। ଜୟ ଗୁରୁ। ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ଅମୃତବାଣୀ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ଆଜିର ଆଲୋଚନାରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ବିଷୟରେ କିଛି ତଥ୍ୟ ରଖିଛି, ଯାହା ଜାଣିଲେ ଆପଣଙ୍କର ଜୀବନର ସମସ୍ତ ଦୁଃଖ ସମସ୍ୟା ନିଶ୍ଚିନ୍ତ ଭାବେ ଦୂର ହୋଇଯିବ। ପ୍ରତିଦିନ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ନିକଟକୁ ଅନେକ ଭକ୍ତ ଅନେକ ସମସ୍ୟାରେ ଜର୍ଜରିତ ହୋଇ ଆସନ୍ତି। ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ ସମସ୍ତଙ୍କର ସମସ୍ୟା ଗୁଡ଼ିକୁ ଏତେ ସହଜ ଆଉ ସରଳ ଭାବରେ ବୁଝାଇ ତାଙ୍କ ଜୀବନର ଜଟିଳରୁ ଜଟିଳ ସମସ୍ୟା ସବୁକୁ ସମାଧାନ କରିଦେଇଥାନ୍ତି। ତେବେ ଆସନ୍ତୁ ଶୁଣିବା ଏହିସବୁ ସମସ୍ୟା ଆଉ ସମାଧାନ ଭିତରେ ଆମର ଜୀବନର ସମସ୍ୟା ଜଡ଼ିତ ନାହିଁ ତ? ଭିଡ଼ିଓଟିକୁ ଦେଖିବା ଆଗରୁ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହିଲା। ଗୋଟିଏ ଝିଅର ବହୁତ ଚୁଟି ଝଡ଼ୁଥିଲା। ଅନେକ ପ୍ରକାର ଉପଚାର କରିବା ପରେ ବି କୌଣସି ପ୍ରଭାବ ଦେଖାଗଲା ନାହିଁ। ଅବଶେଷରେ ଝିଅଟି ଅନ୍ୟ ଉପାୟ ନ ଦେଖି ଚୁଟି ସବୁକୁ ମୋଡ଼ିମାଡ଼ି ଛୋଟ ଖୋସାଟିଏ କରି ବାନ୍ଧୁଥିଲା। ଝିଅଟିର ଏପରି କେଶ ସଜା ଦେଖି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ହଠାତ୍ ଦିନେ ଝିଅଟିକୁ କହିଲେ, ଏ ରକମ ବୟସ୍କ ଲୋକଙ୍କ ପରି ଚୁଟିଗୁଡ଼ା ମଥା ଉପରେ କାହିଁ ଗୁଡ଼ାଇ ରଖିଛୁ? ଭଲ ଦେଖାଯାଉନି, ଖୋଲ ଏକ୍ଷଣି। ଝିଅଟି ସଙ୍ଗେ ସଙ୍ଗେ ଖୋସାଟି ଖୋଲିଦେଲା। କହିଲା, ଆଜ୍ଞା, ପ୍ରଚୁର ଚୁଟି ଝଡ଼ୁଛି, ଚୁଟି ପୁରା କମିଗଲାଣି। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ସଙ୍ଗେ ସଙ୍ଗେ ଜୋର ଦେଇ କହିଲେ, ଯଥେଷ୍ଟ ଚୁଟି ଅଛି, ଏଇ ଭାବେ ଖୋଲା ରଖିବୁ। ଝିଅଟି ଆଜ୍ଞା କହି ଚୁଟି ଖୋଲା ରଖିଲା। ଆଶ୍ଚର୍ଯ୍ୟର କଥା, କିଛି ଦିନ ପରେ ସେ ଲକ୍ଷ୍ୟ କଲା ତାର ଚୁଟି ଉପୁଡ଼ା ଧୀରେ ଧୀରେ କମିଯାଉଛି। ଝିଅଟି ଜାଣେ ନା ଚିକିତ୍ସା ବିଜ୍ଞାନରେ ଏଇ ଭାବେ ସିଦ୍ଧାନ୍ତଟା ପ୍ରକୃତରେ ଲେଖାଯାଇଛି କି ନାହିଁ। ତାଙ୍କ ଇଚ୍ଛାରେ ନିଜ ଇଚ୍ଛା ମିଳାଇ ଦେଲେ ତାଙ୍କ ଦୟାରେ ଅସମ୍ଭବ ବି ସମ୍ଭବ ହୋଇଯାଏ। ସ୍ଥାନ ଗୁଆହାଟୀ ଶ୍ରୀମନ୍ଦିର। 3-4 ବର୍ଷର ଗୋଟିଏ ଛୋଟ ପୁଅ। ଜଣେ ବ୍ୟକ୍ତି ଗୁଆହାଟୀ ୟୁନିଭର୍ସିଟିରେ ରିସର୍ଚ୍ଚ କରୁଥିଲେ। ଦିନେ ଖେଳିବାର ସମୟରେ ପୁଅଟିକୁ ପଚାରିଲେ, ବାବା, ମୋତେ ଏବେ ୟୁନିଭର୍ସିଟିକୁ ଯିବାକୁ ହେବ, ମୁଁ ଯିବି? ପିଲାଟି କହିଲା, କେମିତି ଯିବ? ବର୍ଷାରେ ଭିଜିଯିବନି ତ? ସେହି ସମୟରେ ଆକାଶରେ ମେଘର କୌଣସି ନାମଗନ୍ଧ ନାହିଁ। ପାଗ ପୁରା ପରିଷ୍କାର ଥାଏ। ସୂର୍ଯ୍ୟଙ୍କର କିରଣରେ ଚତୁର୍ଦିଗ ଆଲୋକିତ ହେଉଥାଏ। ସେହି ବ୍ୟକ୍ତି ପିଲାଟିର କଥାରେ ଗୁରୁତ୍ୱ ନ ଦେଇ ବାହାରି ପଡ଼ିଲେ। ଯାଇ ବସ୍ଷ୍ଟାଣ୍ଡରେ ପାଖାପାଖି ପହଞ୍ଚିଛନ୍ତି ତ କୁଆଡ଼େ କିଛି ନାହିଁ। ହଠାତ୍ ଘନ ଘନ ବର୍ଷା ହେବାକୁ ଲାଗିଲା। ସମସ୍ତେ ଓଦା ହୋଇଗଲେ। ବାଧ୍ୟ ହୋଇ ତାଙ୍କୁ ଫେରି ଆସିବାକୁ ପଡ଼ିଲା। ବୃଷ୍ଟି ହେବାର କୌଣସି ଲକ୍ଷଣ ଦେଖାଯାଉନଥିଲା। କେହି ବି ଧାରଣା କରିନଥିଲେ ଯେ ବର୍ଷା ହେବ ବୋଲି। କିନ୍ତୁ ସେଇ ଛୋଟ ଶିଶୁଟି ଜାଣିପାରିଥିଲେ ସେଇ ଶିଶୁ ହେଉଛନ୍ତି ବର୍ତ୍ତମାନର ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ। ଏତେ ଛୋଟ ବୟସରୁ ଚାରିପାଖର ପରିମଣ୍ଡଳ ଉପରେ ତାଙ୍କର ଏତେଟା ପର୍ଯ୍ୟବେକ୍ଷଣ ଶକ୍ତି ଥିଲା। ଆଉ ଗୋଟିଏ କଥା, ଇଂଲଣ୍ଡରୁ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଆସିଥିଲେ। ତାଙ୍କର ନିଜର ମଧ୍ୟ ଗୋଟିଏ ବଡ଼ ଇଣ୍ଡଷ୍ଟ୍ରି ଥିଲା। ଭାବିଲେ, ଚାଲ ଦେଓଘର ଆଶ୍ରମ ଟିକେ ବୁଲି ଆସିବା। ସେଠାରେ ଆଚାର୍ଯ୍ୟ ଦେବଙ୍କ ପାଖରେ 2-3 ଦିନ ରହିଲେ। ଦେଖିଲେ ସେ ଲୋକମାନଙ୍କ ସହିତ କିପରି ଆଳାପ ଆଲୋଚନା କରୁଛନ୍ତି। ହଜାର ହଜାର ସଂଖ୍ୟାରେ ଲୋକମାନେ ତାଙ୍କର ବ୍ୟକ୍ତିଗତ ଜୀବନର ସମସ୍ୟା କଥା ନିବେଦନ କରୁଛନ୍ତି ଏବଂ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ କଥାରେ ପରିତୃପ୍ତ ହେଉଛନ୍ତି। 2 ଦିନ ସବୁକିଛି ଲକ୍ଷ୍ୟ କରିବା ପରେ ଭଦ୍ରଲୋକ ଜଣକ ପଚାରିଲେ, ଲୋକମାନେ ଯେ ଏତେ ସମସ୍ୟାର କଥା କହୁଛନ୍ତି, ସୁବିଧା ଅସୁବିଧାର କଥା କହୁଛନ୍ତି, ଆପଣ ତତ୍କ୍ଷଣାତ ତାହାର ସମାଧାନ ଦେଉଛନ୍ତି, ସଙ୍ଗେ ସଙ୍ଗେ ସମସ୍ତଙ୍କର ଉତ୍ତର ଦେଉଛନ୍ତି,
ଆପଣ ଏଇଟା ଯେଉଁ କରୁଛନ୍ତି କ'ଣ ଆପଣଙ୍କର ଅତୀନ୍ଦ୍ରିୟ କ୍ଷମତା ବଳରେ କରୁଛନ୍ତି ନା ଅନ୍ୟ କିଛି? ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ କହିଲେ, ଦେଖନ୍ତୁ ଶ୍ରୀ ଶ୍ରୀ ଠାକୁର ଏଇଆ କରୁଥିଲେ। ତାଙ୍କ ପାଖକୁ ଏହିପରି ହଜାର ହଜାର ଲୋକ ଆସୁଥିଲେ, ତାଙ୍କର ସମସ୍ୟାର କଥା କହୁଥିଲେ, ସେମାନଙ୍କର ଜୀବନରେ କିପରି ଭାବେ ଚଳିବେ ତାର ବାଟ ଜାଣିପାରୁଥିଲେ। ଶ୍ରୀ ଶ୍ରୀ ଠାକୁର ସେମାନଙ୍କର ଘରୋଇ ଲୋକଙ୍କ ପରି ଥିଲେ। ସେମାନେ ଠାକୁରଙ୍କର ଦର୍ଶନ କରି ଜୀବନ ଚଲାର ପାଥ୍ୟ ସଂଗ୍ରହ କରିପାରୁଥିଲେ। ଶ୍ରୀ ଶ୍ରୀ ଠାକୁର ଉଦ୍ଭାବନୀ ପଥରେ ବୈଶିଷ୍ଟ୍ୟ ମାଫିକ ଚଳିବା ପାଇଁ ସେମାନଙ୍କୁ ପ୍ରେରଣା ଦେଉଥିଲେ। ବହୁ ଲୋକ ଏହାରି ଭିତରରେ ବିପଦମୁକ୍ତ ହୋଇଛନ୍ତି। ସେମାନଙ୍କର ଚଲାର ପଥ ଅନେକ ସହଜ ସରଳ ହୋଇପାରୁଥିଲା। ପ୍ରବୃତ୍ତିମୁକ୍ତ ଜୀବନ ଲାଭର ଉପାୟ ପାଇ ତାଙ୍କର ଜୀବନଟା ଅନେକ ଜୀବନୀୟ ହୋଇ ଉଠୁଥିଲା। ସେମାନେ ଠାକୁରମୁଖୀ ହେଉଥିଲେ। ଯେଉଁପରି ସାରା ଜୀବନ ଶ୍ରୀ ଶ୍ରୀ ଠାକୁର କରିଯାଇଛନ୍ତି, ଶ୍ରୀ ଶ୍ରୀ ବଡ଼ଦା ଆମର ଦାଦୁ ସେମାନେ ମଧ୍ୟ ସେହିପରି କରିଯାଇଛନ୍ତି। ତାଙ୍କ ପାଖରେ ଏହିପରି ଲୋକ ଆସୁଥିଲେ ସେମାନଙ୍କର ବାଞ୍ଛିତ ସମସ୍ୟାର ସମାଧାନ ପାଇଁ। ଆମର ବାବାଙ୍କ ପାଖକୁ ମଧ୍ୟ ଅନେକ ମଣିଷ ଆସନ୍ତି, ତାଙ୍କର ସମସ୍ୟାର ସମାଧାନ ପାଆନ୍ତି। ଆଉ ଆମେ ତ ସେଇ ଜିନିଷଟାକୁ କରୁଛୁ। ସୁତରାଂ ଏଇଟା ଆମ ପାଇଁ ଫରେନ୍ ଜିନିଷ ନୁହେଁ, ଏଇଟା ଆମ ପାଇଁ ଖୁବ୍ ସ୍ୱାଭାବିକ। ସେମାନେ ଯାହା କହୁଥିଲେ ବର୍ତ୍ତମାନ ଆମେ ବି ସେଇଆ କରୁଛୁ। ଆଉ ଆମ ପାଖକୁ ଯେଉଁମାନେ ଆସନ୍ତି ତାଙ୍କୁ ଦେଖି ତାଙ୍କ ଭିତରେ ଥିବା ଅସହାୟତା, ବେସାହାରା ଭାବ ଆମେ ଜାଣିପାରୁ। ସେସବୁ ସମସ୍ୟାର ସମାଧାନ କରିବା ପାଇଁ ଆମେ ଆମର ସାଧ୍ୟ ମତେ ଆମର ବିଚାର, ବୁଦ୍ଧି, ଚିନ୍ତାଧାରା, ଭାବନା ଦେଇ କିଛି କହିବାକୁ ଚେଷ୍ଟା କରୁ। ନିଶ୍ଚିନ୍ତ ସେମାନେ ଉପକୃତ ହୁଅନ୍ତି, ଚଲାର ପ୍ରେରଣା ପାଆନ୍ତି। ସେଥିପାଇଁ ତ ମନୁଷ୍ୟ ଏଠାକୁ ଆସନ୍ତି। ମନୁଷ୍ୟ ଏହାକୁ ପରମ ଆଶ୍ରୟ ବୋଲି ବିବେଚନା କରନ୍ତି। ସେମାନେ ଜାଣନ୍ତି ଯେ ଆମେ ଯେତେ ବି ସମସ୍ୟାର ଜର୍ଜରିତ ହେଉନା କାହିଁକି, ଆମ ପାଇଁ ଯିବାକୁ ଗୋଟିଏ ଶେଷ ଜାଗା ଅଛି ଯେଉଁଠାରୁ ସମାଧାନ ପାଇବୁ। ସେ ହେଉଛନ୍ତି ଶ୍ରୀ ଶ୍ରୀ ଠାକୁର। ସେଥିପାଇଁ ପ୍ରତିଦିନ ହଜାର ହଜାର ଲୋକ ତାଙ୍କ ପାଖକୁ ଛୁଟି ଯାଉଛନ୍ତି। ପ୍ରତି ମଣିଷର ଅତି ଆପଣାର ଘରର ଲୋକ ହୋଇ ଉଠିଛନ୍ତି ସେ। ଆଉ ମଣିଷ ଜାଣିଛନ୍ତି ଯେ ସେ ଯାହା କହିବେ ତାହା ଅଭ୍ରାନ୍ତ। ଆଉ ଗୋଟିଏ ଘଟଣା, ମାଘ ମାସରେ ଦେଓଘର ସତ୍ସଙ୍ଗ ଠାକୁରବାଡ଼ି ଆଶ୍ରମରୁ ଅନେକ ମା' ମାନେ ଦେଓଘର ପାଖାପାଖି ଗ୍ରାମମାନଙ୍କୁ ଯାଇ ସତ୍ସଙ୍ଗ କରନ୍ତି। ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ନିର୍ଦ୍ଦେଶ କ୍ରମେ ମା' ମାନେ, ଝିଅମାନେ ସତ୍ସଙ୍ଗ କରିବା ପାଇଁ ଯାଆନ୍ତି। ସେମାନଙ୍କୁ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ କହିଲେ କି ତୁମେମାନେ ସବୁ ଲାଲ ବର୍ଡ଼ର ସାଧା ଶାଢ଼ୀ ପିନ୍ଧିବନି, ଆଉ ଭଲ ସିନ୍ଥେଟିକ୍ ଶାଢ଼ୀ ପିନ୍ଧିକି ଯିବ, ଯେମିତି ଲୋକମାନେ ଦେଖିଲେ ତାଙ୍କର ମନର କଥା ତୁମକୁ ଜଣାଇ ପାରିବେ। ଆଉ ଏମିତି ସେମିତି ଶାଢ଼ୀ ପିନ୍ଧିବନି କି ଯେମିତି ଲୋକମାନେ ଦେଖି ତୁମକୁ ଲୁଚିବେ। ସମସ୍ତଙ୍କର କଥା ଶୁଣିବ, ସମସ୍ତଙ୍କୁ ଆପଣାର ଭାବିବ। କେତେ ଯେ ନଜର ତାଙ୍କର ପ୍ରତ୍ୟେକଙ୍କର ଭଲମନ୍ଦ ଉପରେ, ଏତିକି ନଜର କେହି ନିଜକୁ ନିଜେ ବି କରେ ନାହିଁ। ଆଉ ଗୋଟିଏ ଘଟଣା, ପ୍ରତିଦିନ ପରି ସେଦିନ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ଠାକୁର ବଙ୍ଗଳାକୁ ନାମ କରିବାକୁ ଆସିଲେ। ନାମ ପାଠର ଶେଷରେ ସେ ଜଣେ କର୍ମୀ ଦାଦାଙ୍କୁ ଡାକି କହିଲେ, ପବନରେ କବାଟଟା ବାରମ୍ବାର ଧକ୍କା ଖାଉଛି, ତାର ହୁକ୍ଟା ଲଗେଇ ଦେଉନ। ଉପସ୍ଥିତ ପ୍ରତ୍ୟେକ ଲୋକ କିଛି ବି ଶୁଣିପାରୁନଥିଲେ, କିନ୍ତୁ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଇସାରା କରୁଥିବା ଆଡ଼େ ଚାହିଁ ଦେଖିଲେ ଯେ ସେଇ କବାଟଟି ମେମୋରିଆଲ ଭବନର। ମେମୋରିଆଲ ଭବନଟା ଠାକୁର ବଙ୍ଗଳାଠାରୁ ବହୁ ଦୂରରେ। ପୁଣି ସେଇ କବାଟଟା ପବନରେ ମାଡ଼ ହେବା ଫଳରେ ଏତେ ମୃଦୁ ଶବ୍ଦ ହେଉଛି ଯେ ସେଇ ଦୂରତାଠାରୁ ଶବ୍ଦଟା ଶୁଣିବା ସାଧାରଣ ମନୁଷ୍ୟ ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ। ତେଣୁ ଏହା କେବଳ ମୁଖର ଭାଷା ନୁହେଁ, ଏଥିରେ ଅଛି ଆତ୍ମୀକରଣ, ପ୍ରୟୋଗ ଆଉ ସମସ୍ତଙ୍କୁ ସମାନ ଭାବରେ ତୋଳି ଧରିବାର ଏକ ନିରଳସ ଅନନ୍ତ ଅପାର ଚେଷ୍ଟା। ଆଉ ଗୋଟିଏ ଘଟଣା, 2017 ମସିହା ସେପ୍ଟେମ୍ବର ମାସର କଥା। ଦୁର୍ଗାପୁର ଠାରେ ସ୍ୱସ୍ତାୟନ ଦାନର କାର୍ଯ୍ୟକ୍ରମ ଚାଲିଥାଏ। ପ୍ରାୟ 500 ଜଣ ସ୍ୱସ୍ତାୟନ ବ୍ରତ ଗ୍ରହଣ କଲେ। ସେଠାକୁ ଜଣେ ସାମ୍ବାଦିକ ଆସି ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କୁ ପ୍ରଶ୍ନ କଲେ, ଏବେ ତ ଚାରିଆଡ଼େ ଏତେ ଭଣ୍ଡଗୁରୁ ଧରା ପଡ଼ୁଛନ୍ତି, ଏଇ କିଛି ଦିନ ଆଗରୁ ଦିଲ୍ଲୀରୁ, ଓଡ଼ିଶାରୁ
ଭଣ୍ଡ ବାବା ମାନେ ଧରା ପଡ଼ିଛନ୍ତି। ତାହେଲେ ଆମେ ସାଧାରଣ ମଣିଷ ମାନେ କିପରି ବୁଝିବୁ ଯେ କିଏ ଭଣ୍ଡ ଆଉ କିଏ ଭଲ? ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ, ଆପଣ 500 ଟଙ୍କିଆ ଜାଲି ନୋଟ ଦେଖିଛନ୍ତି? ବଜାରରେ ଅସଲି 500 ଟଙ୍କିଆ ନୋଟ ଦେଲେ ଯାହା ଜିନିଷ ମିଳେ, ଜାଲି ନୋଟ ଦେଲେ ସେଇ ଜିନିଷ ବି ମିଳିଯାଏ। କିନ୍ତୁ ପୋଲିସ ଯେଉଁଦିନ ଧରେ ସେଦିନ ସେଇ ନୋଟ ତ ବାଜ୍ୟାପ୍ତ ହୁଏ। ସେଇ ନୋଟ ଯାହା ହାତରେ ଥାଏ ସେ ହିଁ ହେଉଛି ଭଣ୍ଡ। ଏଇ ହେଉଛି ଅସଲ ଆଉ ନକଲ ଭିତରେ ଫରକ। ଅସଲ ଲୋକ ଯେପରି କାର୍ଯ୍ୟ କରେ, ନକଲ ଲୋକ ଠିକ୍ ସେହିପରି କାର୍ଯ୍ୟ କରିବାକୁ ଚେଷ୍ଟା କରେ। ଅସଲ ନୋଟ ଯଦି ଚିରିଯାଏ ତଥାପି ବି ତା'ର ମୂଲ୍ୟ ହରାଏନା, ତାକୁ ଆମେ ବଦଳାଇ ଦେଇପାରିବା। କିନ୍ତୁ ନକଲ ନୋଟ ଚକଚକ ହେଲେ ବି ଯଦି ଏକବାର ଧରା ପଡ଼େ ତାହେଲେ ମୂଳ ସହିତ ନଷ୍ଟ ହୋଇଯାଏ। ସେହି କଥା ଶୁଣି ସେହି ସାମ୍ବାଦିକ ହସି ହସି ମଥାନତ କରି କହିଲେ, ଆମର ଉତ୍ତର ଆମେ ପାଇଗଲୁ। ଆଉ ଗୋଟିଏ ଘଟଣା, ଏହାର 1 ମାସ ପରେ 29 ଅକ୍ଟୋବର 2017 ମସିହାର କଥା। କେନ୍ଦ୍ରୀୟ ଭାବେ ଉତ୍ସବ ଆୟୋଜନ ହେବାର କଥା। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ସ୍ୱୟଂ ଆସିଲେ ସେହି ଉତ୍ସବର ମାର୍ଗ ପରିଦର୍ଶନ କରିବା ପାଇଁ। କହିଲେ, ମୁଁ ଯେଉଁ ଦିନଠାରୁ ଦୀକ୍ଷା ନେଇଛି ସେହି ଦିନଠାରୁ ଏହି ଉତ୍ସବ ଅନୁଷ୍ଠିତ ହେଉଛି। ଯେଉଁମାନେ ପାଞ୍ଜାଧାରୀ କର୍ମୀ ସେହିମାନେ କେବଳ ଏହି ଉତ୍ସବ ପାଇଁ କାମ କରିବେ ଏକଥା କେଉଁଠି ଲେଖା ଅଛି? ଠାକୁରଙ୍କର ଯେତେବେଳେ ନିର୍ଦ୍ଦେଶ ଆସେ ସେତେବେଳେ ଝାମ୍ପି ପଡ଼। ସେହି ବର୍ଷ ତାଙ୍କର ଆଶୀର୍ବାଦରେ ଦୁର୍ଗାପୁରରେ ବିଶାଳ ଉତ୍ସବ ଅନୁଷ୍ଠିତ ହେଲା। ପ୍ଲାନ୍ ଥିଲା 10,000 ଦୀକ୍ଷା ଦେବାର, କିନ୍ତୁ ପ୍ରାୟ 17,000 ଲୋକ ସେଦିନ ସତନାମ ଗ୍ରହଣ କଲେ। ଲକ୍ଷାଧିକ ଲୋକ ଏହି ଉତ୍ସବରେ ଯୋଗ ଦେଇଥିଲେ। ଯାହା ଥିଲା ତାହା କଳ୍ପନାତୀତ। ସବୁ ଠିକ୍ଠାକ୍ ଥିଲା, କିନ୍ତୁ କିଛି ଲୋକ ପ୍ରସାଦ ପାଇପାରିଲେ ନାହିଁ। ଉତ୍ସବ ପରେ ଶ୍ରୀ ଶ୍ରୀ ଦାଦାଙ୍କ ନିକଟରେ ଦୁଃଖର ସହିତ ସେହି କଥାଟି ନିବେଦନ କରାଗଲା। ସେ କହିଲେ, ତୁମେ କ'ଣ ବାରି ବାରି ସମସ୍ତଙ୍କୁ ଖାଇବା ପାଇଁ ନିମନ୍ତ୍ରଣ କରିଥିଲ? ସମସ୍ତେ ଠାକୁରଙ୍କର କାର୍ଯ୍ୟରେ ଆସିଥିଲେ। ସମସ୍ତେ କ'ଣ ଖାଇବାକୁ ଆସିଥିଲେ? ଏତେ ଲୋକ ଆସିଥିଲେ ଯେ ବ୍ୟବସ୍ଥାର ବାହାରେ ଚାଲିଗଲା। ଉତ୍ସବରେ କରିଥିବାର କଳ୍ପନା ଯେତେବେଳେ ଆଶାତୀତ ବୃଦ୍ଧି ହୁଏ, ସେହି କ୍ଷେତ୍ରରେ ତ ଉତ୍ସବର ସାର୍ଥକତା। ତେବେ ଆଜିର ଆଲୋଚନାଟିକୁ ଏଇଠି ରଖୁଛି। ଶେଷରେ ସମସ୍ତଙ୍କର ପଞ୍ଚ ମହାବିଧ ଜୀବନର ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ।